ସର୍ବପ୍ରଥମେ ଏହି ଛୋଟ ଚ୍ୟାନେଲ ମାଧ୍ୟମରେ ମୋର ସମସ୍ତ ଭିଉଅର୍ସ ଯଥା ସବସ୍କ୍ରାଇବର୍ସ ମାନଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହିତ ଆଜିର ଅନ୍ୟ ଏକ ଭିଡ଼ିଓ ଯାହାକି ହର୍ଷେଇକାର ମାତ୍ରାକୁ ସ୍ୱାଗତ ଜଣାଉଅଛି। ଏହି ଭିଡ଼ିଓରେ ଓଡ଼ିଆର ସମସ୍ତ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ହର୍ଷେଇକାର ମାତ୍ରା ଗୁଡ଼ିକ ଇଂରାଜୀରେ କିପରି ଲେଖିବା କିମ୍ବା ଚିହ୍ନିବା ସେଥିପ୍ରତି ଧ୍ୟାନ ଦେବା। ଆମେ ପୂର୍ବ ଭିଡ଼ିଓରେ ଓଡ଼ିଆର ସମସ୍ତ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ଅକାର ଏବଂ ଆକାର ମାତ୍ରା ଗୁଡ଼ିକ ଇଂରାଜୀରେ କିପରି ଦେଇ ଲେଖୁଥିଲେ ଏବଂ ପଢ଼ୁଥିଲେ ଅଲରେଡ଼ି କଭର କରିସାରିଛନ୍ତି। ସେହି ଭିଡ଼ିଓଟିର ଲିଙ୍କ ମଧ୍ୟ ଡେସ୍କ୍ରିପସନରେ ଦିଆଯାଇଅଛି। ସିଧାସଳଖ ସେହି ଲିଙ୍କ ମାଧ୍ୟମରେ ମଧ୍ୟ ସେହି ଭିଡ଼ିଓଟିକୁ ଭିଜିଟ୍ କରିପାରିବେ। ତେଣୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖ ପିଲେ, ଓଡ଼ିଆର ହର୍ଷେଇକାର ମାତ୍ରାକୁ ଯେକୌଣସି ବ୍ୟଞ୍ଜନ ଅକ୍ଷରର ଉପରେ ଏଇଭଳି ଟୁପିଟିଏ ଦିଆଯାଇଥାଏ। ଟିକେ ମନେ ପକାଅ, ନୁହେଁ କି? ତେଣୁ ଆମେ ସେହିଭଳି ଅକ୍ଷର ଗୁଡ଼ିକୁ ଶେଷରେ ଇ ଉଚ୍ଚାରଣ କରି ପଢ଼ିଥାଉ। କିନ୍ତୁ ଇଂରାଜୀରେ ହର୍ଷେଇକାର ମାତ୍ରାକୁ ଯେକୌଣସି ଅକ୍ଷର ସହିତ ଆଇ ଯୋଗ କରାଯାଇଥାଏ। ଯେପରିକି କରେ ହର୍ଷେଇକାର କି କୁ ଇଂରାଜୀରେ କେ ଆଇ ଲେଖାଯାଇଥାଏ। ବର୍ତ୍ତମାନ ଓଡ଼ିଆର ଅନ୍ୟ ବ୍ୟଞ୍ଜନ ଅକ୍ଷର ଗୁଡ଼ିକରେ ଲାଗିଥିବା ହର୍ଷେଇକାର ମାତ୍ରା ଗୁଡ଼ିକ ଇଂରାଜୀରେ କିପରି ଲେଖାଯାଇଥାଏ ଆସନ୍ତୁ ଧୀରେ ଧୀରେ ଲେଖି ଶିଖିବା ଏବଂ ମନେ ରଖିବା। ଯେପରିକି ଖରେ ହର୍ଷେଇ ଖି କେ ଏଚ୍ ଆଇ, ଗରେ ହର୍ଷେଇ ଗି ଜି ଆଇ, ଘରେ ହର୍ଷେଇ ଘି ଜି ଏଚ୍ ଆଇ, ଚରେ ହର୍ଷେଇ ଚି ସି ଏଚ୍ ଆଇ, ଛରେ ହର୍ଷେଇ ଛି ସି ଏଚ୍ ଏଚ୍ ଆଇ, ବର୍ଗଜରେ ହର୍ଷେଇ ଜି ଜେ ଆଇ, ଝରେ ହର୍ଷେଇ ଝି ଜେ ଏଚ୍ ଆଇ, ଟରେ ହର୍ଷେଇ ଟି ଟି ଆଇ, ଠରେ ହର୍ଷେଇ ଠି ଟି ଏଚ୍ ଆଇ, ଡରେ ହର୍ଷେଇ ଡି ଡି ଆଇ, ଢରେ ହର୍ଷେଇ ଢି ଡି ଏଚ୍ ଆଇ, ଣରେ ହର୍ଷେଇ ହଣି ଏନ୍ ଆଇ, ତରେ ହର୍ଷେଇ ତି ଟି ଆଇ, ଥରେ ହର୍ଷେଇ ଥି ଟି ଏଚ୍ ଆଇ, ଦରେ ହର୍ଷେଇ ଦି ଡି ଆଇ, ଧରେ ହର୍ଷେଇ ଧି ଡି ଏଚ୍ ଆଇ, ନରେ ହର୍ଷେଇ ନି ଏନ୍ ଆଇ, ପରେ ହର୍ଷେଇ ପି ପି ଆଇ, ଫରେ ହର୍ଷେଇ ଫି ପି ଏଚ୍ ଆଇ, ଫରେ ହର୍ଷେଇ ଫି କୁ ବି ମଧ୍ୟ ଇଂରାଜୀରେ ଏଫ୍ ଆଇ ଲେଖାଯାଇଥାଏ। ବରେ ହର୍ଷେଇ ବି ବି ଆଇ, ଭରେ ହର୍ଷେଇ ଭି ବି ଏଚ୍ ଆଇ, ଭରେ ହର୍ଷେଇ ଭି କୁ ବି ମଧ୍ୟ ଇଂରାଜୀରେ ଭି ଆଇ ଲେଖାଯାଇଥାଏ। ମରେ ହର୍ଷେଇ ମି ଏମ୍ ଆଇ, ଅନ୍ତସ୍ତରିଜରେ ହର୍ଷେଇ ଜି ଜେ ଆଇ, ରରେ ହର୍ଷେଇ ରି ଆର୍ ଆଇ, ଳରେ ହର୍ଷେଇ ହଡ଼ି ଏଲ୍ ଆଇ, ଲରେ ହର୍ଷେଇ ଲି କୁ ବି ମଧ୍ୟ ଏଲ୍ ଆଇ ଲେଖାଯାଇଥାଏ। ୟରେ ହର୍ଷେଇ ଇ ୱାଇ ଆଇ, ଦନ୍ତସରେ ହର୍ଷେଇ ସି ଏସ୍ ଆଇ, ମୂର୍ଧନି ସରେ ହର୍ଷେଇ ମଧ୍ୟ ସି ଏସ୍ ଆଇ ଲେଖାଯାଇଥାଏ। ତାଲବେଶରେ ହର୍ଷେଇ ସି ଏସ୍ ଏଚ୍ ଆଇ, ହରେ ହର୍ଷେଇ ହି ଏଚ୍ ଆଇ, କ୍ଷରେ ହର୍ଷେଇ ଖି କେ ଏସ୍ ଏଚ୍ ଆଇ।